ମୋର। ଆପଣ ଆସୁଛନ୍ତି ନା ମହାପ୍ରଭୁ ନେଇ ଆସିଛନ୍ତି ମୋର ମନଟା ସିଆଡୁ ହେଲା ମାନେ ମହାପ୍ରଭୁ ଡାକି ଆଣୁଛନ୍ତି। ଏଇ ଯୋଉ କ୍ଷେତ୍ରକୁ ଆସିବା ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମନ ଭିତରେ ଯୋଉ ଆଗ୍ରହ ଆସୁଛି, ଉତ୍କଣ୍ଠା ଆସୁଛି, କାହିଁକି ଆସେ? ସେଟା ତ ଇଚ୍ଛାମୟ। ସିଏ ତାଙ୍କ ଭିତରେ ପଶି ଯାଇ କଣ ମାୟା କରନ୍ତି ଯେ ଆମେ ଆଉ ସେଠୁ ଖାଇ ପିଇ ଶୋଇ ବି ପାରୁନୁ ଘରେ। ଆମେ ପଳେଇ ଆସୁଛୁ ଯେମିତି ଚାପ ସବୁ ବର୍ଷ ଆସିକି ଦେଖୁଛି। ଏଥର ମୁଁ କହିଲି ସରିଯିବ ଆଗକୁ, ବାତ୍ୟା ବି ଆସୁଛି, କଣ କରି ଆଜି ଯିବି। ସକାଳୁ ଉଠିଲି ଆସିଲି, ବସରେ ପଳେଇ ଆସିଲି ଭଦ୍ରକରୁ। ଯେତେବେଳେ ଆଜି ମନସ୍ଥ କଲେ ଯେ ନିଶ୍ଚିତ ଶ୍ରୀକ୍ଷେତ୍ରକୁ ଯିବେ, ମହାପ୍ରଭୁଙ୍କୁ ଦର୍ଶନ କରିବେ, ଚନ୍ଦନ ଯାତ୍ରା ଦର୍ଶନ କରିବେ, ଆସି ପହଞ୍ଚି ଗଲେ, ସେତେବେଳର ମୁହୂର୍ତ୍ତ ବା ସେତେବେଳର ଅନୁଭବ ନିଆରା ଥାଏ। ବହୁତ ନିଆରା। ଆଜି ଖରା ବେଳେ 10ଟା ବେଳେ ସେ ଭଉଣୀ ଘରେ ଆସିକି ପହଞ୍ଚିଲି ବାଟ ମଙ୍ଗଳା ପାଖରେ। ଖରାରେ 3 କିଲୋମିଟର ଚାଲିକି ଆସିଲି, ଗାଡି ପାଇଲିନି। ସେ ପୁତୁରାଟା ନେଇ ଆଇଲା, ଚାଲି ଚାଲିକା ଆସିଲି। ମୁଁ କହିଲି ନା, ସିଏ କହିଲା ର 4ଟା ବେଳେ ଯିବୁ। ମୁଁ କହିଲି ଜମା ନାହିଁ, ମୁଁ ଆସିଛି କାଳିଆକୁ ଦେଖିବାକୁ, ଦେଖିବି ଏବେ ଯିବି। ଆସିଲି, ଭଲ ଦର୍ଶନ କଲି। ଭୋଗ ଲାଗି ନଥିଲା, ଭୋଗ ବାହାରି ନଥିଲା, ଭଲ ଦର୍ଶନ କରିକି ପୁଣି ଫେରିକି ଗଲି। 3 କିଲୋମିଟର ମହାପ୍ରଭୁଙ୍କ ପାଇଁ କେବଳ ଦର୍ଶନର ଅଭିଳାଷ ରଖି ଆସିଛନ୍ତି। ଯେତେ ବାଟ ଚାଲିବାକୁ ହେଲେ ମଧ୍ୟ ଆପଣ ଚାଲିବେ ପ୍ରଭୁଙ୍କ ପାଇଁ। ହଁ, ବହୁତ ଖରାରେ ପ୍ରଭୁଙ୍କ ପାଇଁ ମୁଁ ଚାଲିଛି। ବହୁତ ଖରା ହେଲା। ସେ ଭଉଣୀ କହିଲା ଜମା ଯାଆନା ଖରାରେ। ମୁଁ କହିଲି ନା, ମୁଁ ଯିବି। ଠାକୁରଙ୍କୁ ଦେଖିବାକୁ ଆସିଛି ମାନେ ମୁଁ ଯିବି। ଏତେ ବାଟରୁ ଆଇଲି, ଏଇଠି ରହିଯିବି ନା, ଯିବି ଯେମିତି ହେଲେ। ମନ ଭିତରେ ଅଛି ପ୍ରବଳ ଇଚ୍ଛା ମହାପ୍ରଭୁଙ୍କର ତୁଳସୀ ଗୁନ୍ଥିବା ପାଇଁ, କିନ୍ତୁ ମହାପ୍ରଭୁଙ୍କର ସେଇ ତୁଳସୀର ମାଳକୁ ଆପଣ ଗଳାରେ ଧାରଣ କରିଛନ୍ତି। ତୁଳସୀ ମାଳ ଧାରଣ କରିବାର ଏ ଯୋଉ ଅଭିଳାଷ ବା ଇଚ୍ଛା କାହିଁକି ହେଲା? ତୁଳସୀ ମାଳ ମୁଁ ଯାଇଥିଲି ମଥୁରା ବୃନ୍ଦାବନ। ସେଠି କହିଲେ ତମର ଯଦି ଏଇଖିଣି ପ୍ରାଣ ପଳେଇବ, ତୁଳସୀ ମାଳ କାହିଁକି ନାହିଁ ବେକରେ। ସେଇ ଦିନଠୁ ପକେଇଛି। ଆଉ ତମେ ଠାକୁରଙ୍କ ତୁଳସୀ ମାଳ ଗୋଟେ ପକାଅ, ସେଇ ଦିନୁ ପକେଇଛି। ଆଉ ପ୍ରତ୍ୟେକ ଆତ୍ମା ଭିତରେ ସେ ତୁଳସୀର ମାଳକୁ ଯେତେବେଳେ ଗଳାରେ ଧାରଣ କରନ୍ତି, ପ୍ରଭୁ କୃପା ନିଶ୍ଚିତ ଭାବରେ ପଡେ। ଆଜ୍ଞା, ନିଶ୍ଚିତ ପ୍ରଭୁ କୃପା ପଡେ। ଯାହା ହଉ ମା, ଆପଣଙ୍କର ଅନୁଭୂତି, ସମର୍ପିତ ଭାବ ନିଶ୍ଚିତ ଭାବରେ ରହିଛି ପ୍ରଭୁଙ୍କ ପାଇଁ। ସେଇଥିପାଇଁ ଆପଣଙ୍କୁ କ୍ଷେତ୍ରକୁ ଆଣୁଛନ୍ତି ଦର୍ଶନ।